ସକାଳ ଜଳଖିଆ ଖାଇ ଦେଇ ସ୍ୱାମୀ ବାହାରିଲେ ରୋଷେଇ କରିବା ପାଇଁ। କିନ୍ତୁ ଆଜି ଅଛି ଶୁକ୍ରବାର, ସେଥିପାଇଁ ହେଳା ତ ହବନି ଆଉ, ଯାହା ବି ହେଲେ ନନଭେଜ୍ ଟିକେ ହବ, ନହେଲେ ତ ହବନି ଆଉ। ସେଥିପାଇଁ ନେଇ ଆସିଥିଲେ ଆମର ସାର୍ ମାଛ, ଯେଉଁଟାକି ଭାକୁର ମାଛ। ସେ ବି କେବେ ବନାନ୍ତି, କେବେ ମୁଁ ବନାଏ, ତ ସେ ଆଜି କହିଲେ ବନେଇବା ପାଇଁ, ତ ସେ ନିଜେ ହିଁ ବନାଉଥିଲେ। ଆଉ ମୁଁ ତ ହେଲ୍ପ କରିଥିଲି, ମୁଁ ହେଲ୍ପ କରିବି, ତାପରେ ସାର୍ ବନେଇବେ। ତାଙ୍କର ମୁଡ୍ ଆଉ, ଯେତେବେଳେ ଇଚ୍ଛା ହେବ ସେ ଟିକେ ବନାନ୍ତି ଆଉ। ଅବଶ୍ୟ ଭଲ, ତାଙ୍କର ମାନେ ଯାହା ବି ବନାନ୍ତି ଟେଷ୍ଟ ଲାଗେ, ଭଲ ବନାନ୍ତି, ସେ ରୋଷେଇ ଭଲ ଜାଣିଛନ୍ତି। ତାପରେ ରୋଷେଇ ସରିବା ଉପରେ, ତାପରେ ଆମେ ଟିକେ ଲଞ୍ଚ କରିଦେଇଥିଲୁ, ଖାଇବା ରେଡ଼ି। ତ ଖାଇସାରିବା ପରେ ଟିକେ ଗଡ଼ପଡ଼ ହେଇ, ତାପରେ ସନ୍ଧ୍ୟା ଦେଇଥିଲା, ସନ୍ଧ୍ୟା ଦେଇକି ତାପରେ ଟିକେ ଇଭିନିଂରେ ଇଚ୍ଛା ହେଲା ଖାଇବା ପାଇଁ। କ'ଣ ଖାଇବି ଭାବିଲି, ଟିକେ ପାସ୍ତା ଥିଲା, ତ ସେଥିପାଇଁ ଟିକେ ପାସ୍ତା ବନେଇ ଦେଇଥିଲୁ, 2 ଜଣ ମିଶି ଖାଇ ଦେଇଥିଲୁ। ତାପରେ ଆସିଗଲା ଡିନର ଟାଇମ୍। ସେ ବଳିଥିବା ମାଛ ବି ବହୁତ ଆସିଥିଲା, ସେଥିପାଇଁ ମାଛ ବି ଥିଲା, ସେଥିପାଇଁ ତାକୁ ନଷ୍ଟ ନ କରି ଆମେ ରୁଟି ଖାଲି କରିଦେଇକି ଭାତ ତ ଖାଇଥିଲୁ, ଆଉ ଭାତ ଇଚ୍ଛା ହେବନି ରାତିରେ ଖାଇବା ପାଇଁ, ସେଥିପାଇଁ ରୁଟି ଖାଇ ଦେଇକି ତାପରେ ମୁଁ ଟିକେ ପାଣି ପିଇ ଆମେ ସବୁ ଶୋଇପଡ଼ିଥିଲୁ। ଆଉ ନିତିଦିନିଆ କାହାଣୀ ଆଉ। ଯେହେତୁ ପାଣି ପିଇ ସାରିବା ପରେ ମାଛ ଯେଉଁ ଅଛି ସେ ପୁରା ହଜମ ହେବ କେମିତି? ହଜମଲା ଗୋଟେ ଉପାୟ, ହଜମଲା ଖାଆନ୍ତୁ, ଫାଇଦା ଦେଖନ୍ତୁ। ହଜମଲାର କ'ଣ କମାଲ, ହଜମଲା ଖାଆନ୍ତୁ, ଫାଇଦା ଦେଖନ୍ତୁ। ଓକେ, ଗୁଡ୍ ନାଇଟ୍, ଦେଖା ହେବ ନେକ୍ସଟ ବ୍ଲଗ୍ରେ, ବାଏ ବାଏ।